ଯମଦୂତ ମାନେ କହୁଛନ୍ତି, ଯେଉଁ ଜୀବ ଅଜ୍ଞାନବଶତ କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ ଏହି 6 ଶତ୍ରୁଙ୍କ ଉପରେ ବିଜୟ ଲାଭ କରେ ନାହିଁ, ସେ ନିଜେ ଇଚ୍ଛା ନ କଲେ ବି ତାକୁ ବିଭିନ୍ନ ବାସନା ଅନୁସାରେ ବିଭିନ୍ନ କର୍ମ କରିବାକୁ ପଡ଼େ। ଏହିପରି ଅବସ୍ଥାରେ ସେ ରେଶମ ପୋକ ପରି ନିଜକୁ ନିଜର କର୍ମଜାଲରେ ବାନ୍ଧି ଦିଏ ଏବଂ ନିଜେ ନିଜେ ମୋହର ଶିକାର ହୋଇଥାଏ। କୌଣସି ବି ଶରୀରଧାରୀ ଜୀବ କର୍ମ ନ କରି ଗୋଟିଏ କ୍ଷଣ ବି ରହିପାରେ ନାହିଁ। ପ୍ରତ୍ୟେକ ପ୍ରାଣୀର ସ୍ୱାଭାବିକ ଗୁଣ ତାକୁ ବଳପୂର୍ବକ ବିବଶ କରିଦେଇ କର୍ମରେ ଲଗାଇ ଦିଏ। ଜୀବ ନିଜର ପୂର୍ବ ଜନ୍ମମାନଙ୍କର ପାପ ପୁଣ୍ୟମୟ ସଂସ୍କାର ଅନୁସାରେ ସ୍ଥୂଳ ଓ ସୂକ୍ଷ୍ମ ଶରୀର ପାଇଥାଏ। ତାହାର ସ୍ୱାଭାବିକ ଏବଂ ପ୍ରବଳ ବାସନା ସମୂହ କେତେବେଳେ ତାକୁ ମାତା ପରି ସ୍ତ୍ରୀ ରୂପ ଦେଇଥାଏ ତ କେତେବେଳେ ପିତା ପରି ପୁରୁଷ ରୂପ ଦେଇଥାଏ। ପ୍ରକୃତିର ସଂସର୍ଗ ହେତୁ ମନୁଷ୍ୟ ନିଜର ବାସ୍ତବିକ ସ୍ୱରୂପକୁ ଭୁଲିଯାଏ ଓ ଲିଙ୍ଗ ଶରୀରକୁ ହିଁ ନିଜର ସ୍ୱରୂପ ବୋଲି ଭାବେ। କିନ୍ତୁ ଏହି ଭ୍ରମ ଭଗବତ ଭଜନ ଦ୍ୱାରା ଅତି ଶୀଘ୍ର ଦୂର ହୋଇଥାଏ। ଶୁଭ ସକାଳ, ଦିନଟି ଆପଣଙ୍କର ମଙ୍ଗଳମୟ ହେଉ।